ବର୍ତ୍ତମାନ ମୋର ଆଲୋଚନା କୋରାନ୍ ଓ ସନ୍ଦେହ କଥା, କାର୍ଯ୍ୟ, ତତ୍ତ୍ୱ ଓ ତଥ୍ୟରେ ଅସ୍ପଷ୍ଟତାଯୁକ୍ତ ଭାବ ରହିଲେ ବ୍ୟକ୍ତି ଓ ତା'ର ଜାତି ମନରେ ସଂଶୟ ଦେଖାଦିଏ। ପାରସ୍ପରିକ ଦ୍ୱନ୍ଦ୍ୱ ବା ଦୁଇ ପ୍ରକାର କଥା ଓ ତା'ର ଅର୍ଥ ସନ୍ଦେହ ଉତ୍ପତ୍ତିର ମୂଳ। ମଣିଷର ମନ ହିଁ ସନ୍ଦେହ କରେ। ସାରା ଜଗତର ମଣିଷ ସମାଜକୁ ତଥା ବ୍ୟକ୍ତି ବା ଜଣେ ମନୁଷ୍ୟକୁ ସୁଧାରିବା, ଆତ୍ମାର ମଇଳାପଣକୁ ସତ୍ୟ ଧର୍ମୀୟ ବାଣୀ ଜରିଆରେ ଉପଦେଶ ଦେଇ କୋରି ସଫା କରିବା ଗ୍ରନ୍ଥର ନାମ କୋରାନ୍। କୋରାନ୍ ଆକାଶୀ ବା ସ୍ୱର୍ଗୀୟ ପୁସ୍ତକ ଥିବାରୁ ଦିବ୍ୟ ଏବଂ ଖୋଦ୍ ବା ଆପଣାଜାତ, ନିଜେ ଜାତ ଖୋଦା ଆଲ୍ଲାହଙ୍କର ବାଣୀ ଭର୍ତ୍ତି ଥିବାରୁ ପବିତ୍ର। ମଣିଷ ମଲା ପରେ ସ୍ୱର୍ଗ ସୁଖରେ ଥାଇ ଆତ୍ମାର ଶାନ୍ତି ପାଇବା, ଖୋଦାଙ୍କର କଥା ମାନି ମନରେ ସୁଖ ପାଇବା ଧର୍ମର ନାମ ଇସଲାମ। ଇସଲାମ ଧର୍ମାବଲମ୍ବୀ ପରସ୍ପରକୁ ସଲାମ କହିବାର ମାନେ ହେଲା ଜଣେ ଆଉ ଜଣଙ୍କର ଶୁଭ ମନାସିବା, କୁଶଳ ଜିଜ୍ଞାସା କରିବା କି ତୁମେ ଭଲରେ ଅଛ ତ? ଏହା ହିଁ ଇସଲାମ। ଏହାର ନାମ ହିଁ ଇସଲାମ। ଆଲ୍ଲାହ ମନଧାରୀ ଥିବାରୁ ସେ ପରମାତ୍ମା ବା ଶ୍ରେଷ୍ଠ ଆତ୍ମା। କାରଣ ଆଲ୍ଲାହ ଅନାଦି ଅନନ୍ତ, ଅମର, ଅକ୍ଷୟ, ଅନ୍ତର୍ଯ୍ୟାମୀ, ସର୍ବଶକ୍ତିମାନ, ସର୍ବକର୍ମବାନ, ସର୍ବଜ୍ଞ, ସ୍ୱୟମ୍ଭୂ ସତ୍ତା, ଅବସ୍ଥିତି ସର୍ବଦା ରହିଛନ୍ତି ଏବଂ ରହିବେ। ତେଣୁକରି ସେ ସର୍ବଶ୍ରେଷ୍ଠ ଆତ୍ମା, ପରମାତ୍ମା। ସେ ଜୀବଶ୍ରେଷ୍ଠ ମନୁଷ୍ୟକୁ ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ ନିଜସ୍ୱ ଭାବନାରୁ ସୃଷ୍ଟି କରିଛନ୍ତି ଆଦମ ନାମ ଦେଇ, ଯେଉଁଥିରୁ ମନୁଷ୍ୟର ନାମ ହୋଇଛି ଆଦମୀ। ଖୋଦାଙ୍କ ମନରୁ ଜାତ ବୋଲି ଆଦମୀର ଅନ୍ୟ ନାମ ହୋଇଛି ମନୁଷ୍ୟ। କଥାରେ ଅଛି ମନୁର୍ଭବ ମନୁଷ୍ୟ ହୁଅ। ସୁତରାଂ ଆଦମୀ ମନୁଷ୍ୟ ହେଲା। ଖୋଦାଙ୍କର ସୃଷ୍ଟି ସବୁ ଜୀବଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇ ଅଶରଫୁଲ୍ ମଖଲୁକାତ ନାମ ବା ଦି ବେଷ୍ଟ କ୍ରିଏସନ୍ର ସଂଜ୍ଞା ଧରିଲା। ଏଥିପାଇଁ କି ଯେ ମଣିଷ ଖୋଦାଙ୍କର ପ୍ରବର୍ତ୍ତିତ ବା ଜାରି ବା ଆରମ୍ଭ କରିଥିବା, ମନରେ ଧାରଣ କରିଥିବା ଧାରୟତି ଇତିହି ଧର୍ମର ଅନୁଗାମୀ ହେବ, ଧର୍ମକୁ ବିଶ୍ୱାସ ରୀତିରେ ମାନିବ, କର୍ମରେ ଦେଖାଇବ, ଜୀବନ ଅତିବାହିତରେ ପାଳିବ। ସେ ଲାଗି ଭଗବାନ, ଯିଏକି ଭୂମି, ଗଗନ, ବାୟୁ, ନିଆଁର ସ୍ରଷ୍ଟା ଓ ଅଧିକାରୀ, ନାମଧାରୀ ଭଗବାନ, ଯେଉଁ ନାମକୁ ମଣିଷ ଦେଇଅଛି। ସ୍ରଷ୍ଟା ବୋଲି ଭଗବାନଙ୍କର ଅନ୍ୟ ନାମ ବିଧାତା ବା ଧାତା ଏବଂ କର୍ତ୍ତା, ଯିଏକି ସମଗ୍ର ଜଗତକୁ ଧାରଣ ବା ଧରି ରଖିଛନ୍ତି। ଯହ ଗତ ବା ଯାହା ଚାଲିଯାଏ, ବିତିଯାଏ, ଅତିବାହିତ ହୋଇଯାଏ, ତାହା ଜଗତ। ଏନ୍ତୁଡ଼ିଶାଳର ଦେହ, ସେକା ନିଆଁ ଏବଂ ମଲା ପରେ କବର ଭିତରେ ସଜାପ୍ରାପ୍ତିର ଜଳନ୍ତା ନିଆଁରୁ ଆଗତ ହୋଇଛି ଦୁଇ ନିଆଁ, ଦୁନିଆ। ଆଲ୍ଲାହ କହିଛନ୍ତି, ମୁଁ ସବୁକିଛି ସବୁ ପ୍ରକାରେ କରିପାରେ। କରିବା ମୋ ପାଇଁ ଅସମ୍ଭବ ନୁହେଁ। ତେଣୁକରି ସର୍ବଶକ୍ତିମାନ ବା ସକଳ ଶକ୍ତିର ଆଧାର ବା ଧର୍ତ୍ତା, ଧରିବାକାରୀ ଆଲ୍ଲାହଙ୍କର ନିଜ ରଚିତ ଏବଂ ଜଗତ ମଣିଷର ଆତ୍ମିକ ସୁଧାର ସଂଶୋଧନ, ତା'ର ଆତ୍ମା ରୋଗର ଚିକିତ୍ସକ ଗ୍ରନ୍ଥ ଦିବ୍ୟ ପବିତ୍ର କୋରାନରେ ସନ୍ଦେହ ସଂଶୟର ଅନେକ କଥା ଉଦାହରଣ ଛଳରେ ଖୋଦା ଦେଖାଇ କହିଛନ୍ତି। ଆଲ୍ଲାହ କହିଛନ୍ତି, ମଣିଷ ନିଜେ ଚାହିଁଲେ ଇସଲାମ ଧର୍ମ ଗ୍ରହଣ କରି ଇସଲାମୀ ହୋଇପାରିବ ନାହିଁ, ଯେଉଁ ପର୍ଯ୍ୟନ୍ତ ମୁଁ ଆଲ୍ଲାହ ଚାହିଁ ନାହିଁ। ହଁ, ମଣିଷ ଚେଷ୍ଟା କରିପାରେ, ମନରେ ଇଚ୍ଛା ବା ଆଗ୍ରହ ପ୍ରକାଶ କରିପାରେ। ସେ ଅବା କ'ଣ ଆଗ୍ରହ ପ୍ରକାଶ କରିବ, ଚାହିଁବ, ଯେଉଁ ପର୍ଯ୍ୟନ୍ତ ମୁଁ ତା'ର ମନରେ ଆଗ୍ରହର ଭାବ ଉତ୍ପନ୍ନ କରିନାହିଁ। ଖାଲି ଏଇ ଗୋଟିଏ କଥା ନୁହେଁ, ଏଇଭଳି ଅନେକ କଥା ପରସ୍ପର ବା ଆପେକ୍ଷିକ ବିରୋଧ ଛଳରେ କହି ଆଲ୍ଲାହ ଆପଣାଜାତ ବା ଖୋଦ୍ ଜାତ ଖୋଦା ମଣିଷ ମନରେ ସନ୍ଦେହ ଉତ୍ପନ୍ନ କରାଇଅଛନ୍ତି। କେବଳ ଭଲ ମନ୍ଦ ମଣିଷକୁ ବାହାର କରିବେ ତାରି ନିଜ ମନ ଭିତରୁ। ଆଲ୍ଲାହ କହିଛନ୍ତି, ମଣିଷ ମୋ ଉପରେ ଏକନିଷ୍ଠ ବିଶ୍ୱାସ କରି ମୋର ଭକ୍ତ ବା ବନ୍ଦା ହୋଇଯିବ। ମୁଁ ଆଲ୍ଲାହ ଆଉ ତା'ର ପରୀକ୍ଷା କରିବି ନାହିଁ ଯେ ସେ କିଭଳି
ଭକ୍ତ ତାକୁ ଆଜମାଇଶରେ ପକାଇ ଯାଞ୍ଚ କରିବି ନାହିଁ, ଏ କେମିତି କଥା? ତାର ପୂର୍ବର ମଣିଷ ସମାଜକୁ ମୁଁ ଯେମିତି ଆଜମାଇଶ ବା ପରୀକ୍ଷାରେ ପକାଇ ଯାଞ୍ଚ କରିଥିଲି, ତାକୁ ବି ସେମିତି ପରୀକ୍ଷାରେ ପକାଇବି। ନହେଲେ ଭଲ ମନ୍ଦ ମଣିଷ କେମିତି ବାହାର କରିବି ଏବଂ କୁହାଇବି ମୋ ନିଜ ଦ୍ୱାରା ଲୋକଟି ଭଲ ବୋଲି, ତଥା ଜଗତ ମନୁଷ୍ୟଙ୍କ ଦ୍ୱାରା କି ହଁ ଲୋକଟି ଭଲ। ସେଥିପାଇଁ ମୁଁ ମୋର ପ୍ରବର୍ତ୍ତିତ କୋରାନରେ ସନ୍ଦେହର ବାତାବରଣ ସର୍ଜିଅଛି ବିଶ୍ୱାସୀ ଏବଂ ଅବିଶ୍ୱାସୀ ମଣିଷକୁ କାଢ଼ିବାକୁ, ମଣିଷ ମନର ଅବସ୍ଥା ଦେଖିବାକୁ କି ସେ କେତେଦୂର ମୋ ପ୍ରତି ଆସକ୍ତ କିମ୍ବା ଆସକ୍ତ ନୁହେଁ। ନହେଲେ ସନ୍ଦେହର ଅନ୍ୟ କିଛି କାରଣ ନାହିଁ। ସନ୍ଦେହ ଜୀବନର ଏକ ଖୋଜ ବା ଅନୁସନ୍ଧାନ। ମଣିଷର ମନ ବି କାରଣ ଖୋଜାଧାରୀ ବା ରିଜନେବଲ୍। କାହିଁକି ଏମିତି ହେଲା, ସେମିତି କାହିଁକି ହେଲା ନାହିଁ, ଏଇଭଳି ମଣିଷ ମନ କାରଣ ଖୋଜୁଥିବାରୁ ମଣିଷ ହେତୁବାଦୀ ବା କାରଣ ଖୋଜାଧାରୀ ପ୍ରାଣୀ ବା ଜୀବ। ଜ୍ଞାନ ବିବେକ ବୁଦ୍ଧି ଖଟାଇ ମଣିଷ ଦ୍ୱନ୍ଦ୍ୱ ବା ସଂଶୟଶୀଳ କଥା ବ୍ୟକ୍ତି ତଥ୍ୟର ଉଦ୍ଘାଟନ ଉନ୍ମୋଚନ ବା ଖୋଲିବାକୁ ଚାହେଁ, କିନ୍ତୁ ସବୁ କିଛି ଖୋଲି ପାରୁ ନଥିବାରୁ ସେ ନିଜକୁ ଏବଂ ଭଗବାନଙ୍କୁ ରହସ୍ୟମୟ ବୋଲି କହିଛି, ଆକ୍ଷେପିତ କରିଛି। ରହସ୍ୟମୟତା ବା ଗୋପନୀୟତା ଭଗବାନଙ୍କର ରାସ୍ତା, ଯେଉଁଥିପାଇଁ ଇଂରାଜୀରେ କଥିତ ବାକ୍ୟ ହେଲା ମିଷ୍ଟୋରିୟସ୍ ଆର୍ ଦ ୱେଜ୍ ଅଫ୍ ଗଡ୍। ଭଗବାନ ଯଦି ସବୁ ଦିଗରୁ ନିଜକୁ ଖୋଲିଦେବେ, ତେବେ ତାଙ୍କର ମହତ୍ଵ ଗୁରୁତ୍ୱ ନିଜତ୍ୱ ରହିବ ନାହିଁ, ଆଉ ମଣିଷ ତାଙ୍କୁ ନେଇ ଧନ୍ଦି ହେବ ନାହିଁ, ସମସ୍ୟାରେ ପଡ଼ିବ ନାହିଁ, କିମ୍ବା ତାଙ୍କ ଧର୍ମ ତ୍ୟାଗ କରି ଇସଲାମରୁ ବାହାରି ଯିବ ନାହିଁ। ସୁତରାଂ ଭଗବାନ ଗୋଟିଏ ଦୃଷ୍ଟିରୁ ଦେଖିଲେ ସଂଶୟୀ ସ୍ରଷ୍ଟା, ସନ୍ଦେହର ଉତ୍ପନ୍ନକର୍ତ୍ତା। ସନ୍ଦେହ କୋରାନ ଭିତରେ କେବଳ ନାହିଁ, ମଣିଷର ବାହ୍ୟ ଜୀବନ ଅତିବାହିତରେ ବି ଅଛି। ସଂସାର ବା ଦୁନିଆର ଯାହା ସାର ବା ଶ୍ରେଷ୍ଠ ଜିନିଷ, ତାକୁ ତତ୍ତ୍ୱରେ ମନୋଭାବରେ ସଂରକ୍ଷିତର ନାମ ସଂସାର ସବୁଠାରୁ ସାର ବା ଶ୍ରେଷ୍ଠ। ଅଲ୍ଲାହ କହିଛନ୍ତି, ଇସଲାମ ମଣିଷର ମଲା ପରେ ସ୍ୱର୍ଗ ସୁଖରେ ରହିକରି ଚିର ଶାନ୍ତି ପାଇବାର ଧର୍ମ। ନର୍କରେ ମଣିଷ ପାଇଁ ଶାନ୍ତି ନାହିଁ, କେବଳ ଯନ୍ତ୍ରଣା କଷ୍ଟଭୋଗ ଶାସ୍ତି ପ୍ରାପ୍ତିର ଅଶାନ୍ତି ଅଛି। ଖୋଲାଖୋଲି କୋରାନ ଏକଥା କହେ। ଖୋଦା କହିଛନ୍ତି, ମୁଁ ପ୍ରତିଶୋଧୀ, ଯେସାକୁ ତେସାରେ ବିଶ୍ୱାସୀ, ବେଜାରି ବିରକ୍ତିଆ ସତ୍ତା, ମାନେ ଅନ୍ୟ ଅର୍ଥରେ ଅଲ୍ଲାହ କ୍ରୋଧୀ ରାଗୀ। ମନରେ କ୍ରୋଧ ଭାବ ନ ଆସିଲେ ପ୍ରତିଶୋଧ ନିଆଯାଇ ନଥାଏ। ସତ୍ତା ବା ସ୍ଥିତିଧାରୀ ମଣିଷ ଯେସାକୁ ତେସାର ମନୋଭାବ ଦେଖାଇ ନଥାଏ। ଅଗତ୍ୟା ଅଲ୍ଲାହ ନିଜକୁ ଦୟାଳୁ ବୋଲି ବାରମ୍ବାର କହିଛନ୍ତି, କିନ୍ତୁ ପରୋକ୍ଷରେ ସେ ବି ରାଗୀ ବେଜାରି ବା ବିରକ୍ତିଆ ସତ୍ତା। ମଣିଷକୁ ଯଦି ସେ ରାଗୀ କ୍ରୋଧୀ କରିଛନ୍ତି, ତେବେ ନିଜେ କେମିତି ସେହି ଭଳି ମନର ହେବେ ନାହିଁ? ଅବଶ୍ୟ ହେବେ। ଭଗବାନ ଆଲ୍ଲାହଙ୍କର ଏଭଳି ମନୋଭାବକୁ ଦେଖି କବି ରାଧାମୋହନ ଗଡ଼ନାୟକ ତାଙ୍କର ରଚିତ ସୃଷ୍ଟିର ଅପମାନ ନାମକ କବିତାରେ କହିଛନ୍ତି, ନିଜ ରୂପଦାନେ ମୁଗ୍ଧ ପରାଣେ ବିଶ୍ୱ ଭୁବନ ଭୂମେ, ଜୀବଜଗତର ସୃଷ୍ଟି ଉପରେ ଗଢ଼ିଛ ଯାହାକୁ ତୁମେ, ପ୍ରିୟତମ ତୁମ ସୃଷ୍ଟି ସେଇ ଯେ ଶ୍ରେଷ୍ଠ ମଣିଷ ଜାତି, ଅନ୍ଧ ପରାଏ ଛନ୍ଦ ହଜାଇ ଖୋଜୁଛି ନରକ ସାଥୀ। ରାଧାମୋହନ ଗଡ଼ନାୟକଙ୍କ ଏଭଳି ବକ୍ତବ୍ୟ ସତ୍ୟ ମନେ ହୋଇଥାଏ। ପାଠକ ମନେ ରଖି ଦୃଷ୍ଟାନ୍ତ ଦେଇଥାଏ। ଆଲ୍ଲାହ କୋରାନରେ କହିଛନ୍ତି, ମଣିଷକୁ ମୋର ଧର୍ମ ଗ୍ରହଣ କରିବାକୁ ମୁଁ ବାଧ୍ୟ କରିବି ନାହିଁ, କିମ୍ବା ଗ୍ରହଣ ନ କଲେ ମଣିଷକୁ ସ୍ୱାଧୀନ ଛାଡ଼ିବି ବି ନାହିଁ। ଇସଲାମ ଧର୍ମ ବ୍ୟତୀତ ସଂସାରରେ ଧର୍ମ ନାହିଁ। ଆଉ ଯାହା ବା ଧର୍ମ, ଯଥା ହିନ୍ଦୁ ଜୈନ ବୌଦ୍ଧ ଖ୍ରୀଷ୍ଟ ଶିଖ ମହିମା ଆଦି ଯେତେ ଧର୍ମ ସବୁ ଅଛି, ସେସବୁ ମିଛ ଧର୍ମ, ନଶ୍ୱର ଜଗତର ଅଳିକ ଆଚରିତ ଧର୍ମ। ଏହିସବୁ ଧର୍ମଧାରୀ ଲୋକେ ମଲା ପରେ କେବେ ବି ସଫଳତା ପାଇବେ ନାହିଁ, ସ୍ୱର୍ଗ ସୁଖୀ ହେବେ ନାହିଁ। ଏମାନେ ସମସ୍ତେ ଜହନ୍ନମୀ ବା ନର୍କଗାମୀ ହେବେ। କାରଣ କୋରାନ କହିଛି, ଇସଲାମ ଧର୍ମ ବ୍ୟତୀତ ଯିଏ ଆଉ ଯେକୌଣସି ଧର୍ମ ଗ୍ରହଣ କଲା, ସେ ନର୍କଗାମୀ ସୁନିଶ୍ଚିତ। ମୁଁ ଅଲ୍ଲାହ ଜଣେ, ମୋର ଧର୍ମ ଗୋଟିଏ, ମୁଁ ମଣିଷର ଏକମାତ୍ର ଉପାସ୍ୟ ପୂଜାଯୋଗ୍ୟ ପ୍ରଭୁ। ତେଣୁ ମଣିଷ କୁଆଡ଼େ ଅନ୍ଧ ଭାବରେ ଯାଉଛି, ମୁଁ ପୟଗମ୍ବର ନ ପଠାଇ, ମଣିଷକୁ ନ ଜଣାଇ, ମଣିଷକୁ ଯନ୍ତ୍ରଣା ଦେଇନଥାଏ। ମଣିଷ ଜାଣୁ, ତାପରେ ମାନିବା ନ ମାନିବା ତାର ବ୍ୟକ୍ତିଗତ ନିଜର ଇଚ୍ଛା ଏବଂ ମୋର ତାକୁ ଦିଗ୍ଦର୍ଶନର
ମାନେ ଇଚ୍ଛା। ମୁଁ ଅବିବେକୀ ନୁହେଁ, ମଣିଷ କେବଳ ମୋର, କଦାପି ନିଜର ନୁହେଁ। କୋରାନ୍ ମଣିଷ ଇଚ୍ଛାର ଗ୍ରନ୍ଥ ନୁହେଁ, ମୋର ଇଚ୍ଛାର ଗ୍ରନ୍ଥ। ମଣିଷ ଏହାକୁ ନ ମାନିପାରେ, ବିଶ୍ୱାସ କରି ନପାରେ, ରାଗିପାରେ, ଚିଡ଼ିପାରେ, ହେଲେ ମୋର କିଛି କ୍ଷତି କରିପାରିବ ନାହିଁ, ଓଲଟି ମୋ ଦ୍ୱାରା କ୍ଷତିରେ ପଡ଼ିବ। ମଣିଷ ସହବାସ କରୁଛି, ହେଲେ ସବୁ ସ୍ୱାମୀ ସ୍ତ୍ରୀ ପିଲାପିଲିର ବାପା ମା ହୋଇପାରୁନାହାନ୍ତି। କୂଅ ଖୋଳୁଛି, ହେଲେ ସବୁ କୂଅର ଜଳ ମଧୁର ମିଠା ଜଳ ହୋଇପାରୁନାହିଁ। ଗଛ କାଠରେ ନିଆଁ ଜାଳୁଛି, ହେଲେ ଗଛ ଉତ୍ପନ୍ନ କରିପାରୁନାହିଁ। ସବୁକିଛି ମୁଁ ଅଲ୍ଲାହ ମଣିଷ ପାଇଁ କରୁଅଛି, ତଥାପି ମଣିଷ ମୋ ପ୍ରତି ସନ୍ତୁଷ୍ଟ ହେଉନି କାହିଁକି? ପାଠ ୱାକିଆ। ମୋତେ ଛାଡ଼ି ଅନ୍ୟକୁ ପୂଜୁଛି, ହେଉ ପୂଜୁ। ଅତିଶୀଘ୍ର ମୁଁ ଅଲ୍ଲାହ ତାର ଘୁଷୁରି ଥୋମଣିରେ ନିଆଁର ଚେଙ୍କ ଦେବି, ଯେସାକୁ ତେସାର ବଦଳ ଦେବି, କାରଣ ସେ ସବୁଠାରୁ ବଡ଼ ବା ଅଜମତ ବାଲା ଏକେଶ୍ୱର। ସବୁଦିନ ରହିବା ଆଲ୍ଲାହ ଉପରେ ଇମାନ ବା ବିଶ୍ୱାସ ଆଣୁନଥିଲା, ଭୋଗୁ ମୋତେ ନ ମାନିବାର ପରିଣାମ। ପ୍ରତିଶୋଧ ନେବାରେ ଆଲ୍ଲାହ ଏକମାତ୍ର ବିଜୟୀ। ମଣିଷ ମୋ ଭଳି ପ୍ରତିଶୋଧ ମଣିଷଠାରୁ ନେଇପାରିବ ନାହିଁ, ନେଇଥିଲେ ମୋର ପ୍ରତିଶୋଧ କବଳରେ ଶେଷରେ ପଡ଼ିଯିବ। ଆକାଶ ପୃଥିବୀରୁ ସାମାନ୍ୟତମ କିଛି ବି ମୋର ଆଲ୍ଲାହ ଠାରୁ ଗାଏବ ହୋଇ ନଥାଏ, ହଜିଯାଇ ନଥାଏ। ମୁଁ ସବୁ ଦେଖେ, ଶୁଣେ, ଜାଣେ ଏବଂ କରେ। କୋରାନର କଥା ଅସରନ୍ତି ବୋଲି ଆଲ୍ଲାହ ନିଜେ କହିଛନ୍ତି କି, ଯଦି ସବୁ ଗଛ କଲମ ହୁଏ ଏବଂ ଯଦି 7 ସମୁଦ୍ର କାଳି ହୁଏ, ତେବେ ବି ଆଲ୍ଲାହର କଥା ସରିବନି। ମଣିଷକୁ ପରୀକ୍ଷା କରିବା ଏବଂ ସେଥିରୁ ଅବିଶ୍ୱାସୀ ତଥା ବିଶ୍ୱାସୀ ମଣିଷକୁ କାଢ଼ିବା ପାଇଁ ଆଲ୍ଲାହ କୋରାନରେ ସନ୍ଦେହର ବାତାବରଣ, ଘଟଣା ଏବଂ ଲୋକଙ୍କ ଜରିଆରେ ସୃଷ୍ଟି କରି ନିଜର ରହସ୍ୟମୟତାର ପ୍ରତିଷ୍ଠା ଦେଇଅଛନ୍ତି। କୋରାନର ପାଠ ଅଲ୍ ବକରରେ ଆଲ୍ଲାହ କହିଛନ୍ତି, ଆମ୍ଭେ ଫରିସ୍ତା ବା ଦେବଦୂତଙ୍କୁ ଆଦେଶ ଦେଲୁ କି ଆଦମକୁ ସଜଦା ବା ମୁଣ୍ଡିଆ ମାର। ସବୁ ଦେବଦୂତ ଆଲ୍ଲାହଙ୍କର ଆଦେଶ ମାନି ସଜଦା କଲେ, କେବଳ ଇବ୍ଲିସକୁ ଛାଡ଼ି। ସେ ଗର୍ବ ପ୍ରକାଶ କଲା, ଅମାନିଆ ହେଲା ଏବଂ କାଫିର ବା ଅବିଶ୍ୱାସୀ ହୋଇ ସ୍ୱର୍ଗରୁ ତଡ଼ା ଖାଇଲା। ଏଇଠି ଶୈତାନ ବା ଇବ୍ଲିସ ଜଣେ ଫରିସ୍ତା ବୋଲି ଜଣାପଡ଼ୁଛି, କିନ୍ତୁ ପ୍ରକୃତରେ ସେ ଫରିସ୍ତା ବା ଦେବଦୂତ ବା ଏଞ୍ଜେଲ ନୁହେଁ। ସେହି ଖୋଦା ପୁଣି ପାଠ କାହଫ ଗୁମ୍ଫାରେ କହୁଛନ୍ତି, ଶୈତାନ ବା ଇବ୍ଲିସ ଜଣେ ଅଗ୍ନିଜାତ ଜିନ୍। ତେବେ ଏଥିରେ ସତ୍ୟତା ହେଲା, ମଣିଷ ଭିତରେ ଯେମିତି ନାରୀ ପୁରୁଷ ଅଛନ୍ତି, ପୁଣି ଏମାନଙ୍କ ଭିତରେ କ୍ଳୀବ ବା ନପୁଂସକ ମାଇଚିଆ ଅଛନ୍ତି, ସେମିତି ଫରିସ୍ତାଙ୍କ ମଧ୍ୟରେ ନିଆଁରୁ ଜାତ ଜିନ୍ ଇବ୍ଲିସ ରହିଥିଲା। କୋରାନର 3ୟ ପାରାରେ ଅଛି, ଜଣେ ଓଲି ବା ସନ୍ଥ ପୁରୁଷ ନାମ ତାଙ୍କର ଉଜେର। ସେ ଥରେ ଗଧ ପିଠିରେ ବସି ଖାଦ୍ୟ ସାଥିରେ ନେଇ ଏକ ଧ୍ୱସ୍ତ ବିଧ୍ୱସ୍ତ ଜନବସତି ସହର ବାଟ ଦେଇ ଯାଉଥିବା ବେଳେ ହଠାତ୍ ତାଙ୍କ ମନରେ ଏଇ ଚିନ୍ତା ଆସିଲା କି ଆଲ୍ଲାହ ଏହି ଭଗ୍ନ ସହରକୁ ପୁଣି କେମିତି ଜୀବନ୍ତ କରିବ। ଅନ୍ତର୍ଯାମୀ ଆଲ୍ଲାହ ଜାଣିପାରି ଉଜେରଙ୍କୁ ସେଇ ଯାଉଥିବା ବାଟରେ ହଠାତ୍ ମୃତ୍ୟୁ ଦେଇ 100 ବର୍ଷ ସେଇ ମୃତ ଅବସ୍ଥାରେ ରଖି ପୁଣି ଜୀବନ୍ତ କରି ପଚାରିଲେ, କୁହ, କେତେ ବର୍ଷ ତୁମେ ମୃତ ଅବସ୍ଥାରେ ପଡ଼ି ରହିଲ? ଉଜେର କହିଲେ, ଦିନେ କି 2 ଦିନ। ଖୋଦା କହିଲେ, ନା, ତୁମେ 100 ବର୍ଷ ମୃତ ଅବସ୍ଥାରେ ପଡ଼ିଥିଲ। ଏବେ ତୁମ ଗଧ ଓ ଖାଦ୍ୟ ସବୁକୁ ପୂର୍ବ ଅବସ୍ଥାରେ ଆଣିଦେଉଛି। ଏହା ସନ୍ଦେହ କରିବାର ପରିଣାମ। ଏକଦା ପୈଗମ୍ବର ଇବ୍ରାହିମ ଖୋଦାଙ୍କୁ ସନ୍ଦେହରେ ପଚାରିଥିଲେ, ହେ ଆଲ୍ଲାହ, ତୁମେ ମୃତକଙ୍କୁ କେମିତି ବଞ୍ଚାଇବ, ମୁଁ ଟିକେ ଦେଖିବାକୁ ଚାହୁଁଛି। ଆଲ୍ଲାହ କହିଲେ, ହେ ଇବ୍ରାହିମ, ତୁମକୁ କ'ଣ ମୋ କଥାରେ ବିଶ୍ୱାସ ଆସୁନାହିଁ? ଆସୁଛି ଯେ, ଦେଖିଦେଲେ ମୋର ମନକୁ ଆଶ୍ୱସ୍ତି ମିଳିବ। ତାହେଲେ ତମେ 4ଟି ପକ୍ଷୀ ନେଇ ଓଷା ମନାଇ ସେମାନଙ୍କୁ ହତ୍ୟା କରି ସେମାନଙ୍କର ମାଂସ ନେଇ 4ଟି ଦୂରବର୍ତ୍ତୀ ପାହାଡ଼ରେ ରଖି ତାଙ୍କ ନାମ ଧରି ଡାକ। ଇବ୍ରାହିମ ଡାକିବାରୁ ପକ୍ଷୀ 4ଟି ଉଡ଼ି ଦୌଡ଼ି ଇବ୍ରାହିମଙ୍କ ପାଖକୁ ଚାଲି ଆସିଲେ। ପୈଗମ୍ବର ଥିବାରୁ ତାଙ୍କୁ ଚମତ୍କାରିତା ଆଲ୍ଲାହ ଦେଇଥିଲେ, ତେଣୁ ଆଲ୍ଲାହ ମଧ୍ୟ ସବୁଠୁ ବଡ଼ ଯାଦୁକର, ସବୁ କିଛି କରିପାରୁଥିବାର। ମ୍ୟାଜିକ୍ ଗୁଣ ଆଲ୍ଲାହଙ୍କ ଠାରୁ ମନୁଷ୍ୟ ପାଖକୁ ଆସିଅଛି ହାରୁତ ଏବଂ ମାରୁତ ନାମକ 2 ଦେବଦୂତଙ୍କ ଜରିଆରେ ବାବିଲୋନ ସହରରୁ, ମେସୋପୋଟାମିଆ ସଭ୍ୟତାରୁ। କୋରାନ କହେ, ପୁଣି ସେଇ ଇବ୍ରାହିମକୁ ଥରେ ଦେବଦୂତ ପଠାଇ ଆଲ୍ଲାହ କହିଲେ, ତୁମର ପୁଅ ହେବ। ଇବ୍ରାହିମ ସନ୍ଦେହୀ ହୋଇ କହିଲେ, ମୁଁ ବୁଢ଼ା ହେଲିଣି, ମୋର ପୁଣି ପୁଅ ହେବ? ପାଖରେ ଠିଆ ହୋଇଥିବା ତାଙ୍କର ବୁଢ଼ୀ ସ୍ତ୍ରୀ ମଥାରେ ହାତ ପିଟି କହିଲେ, ମୁଁ ବୃଦ୍ଧା ବନ୍ଧ୍ୟା, ମୋର ପୁଣି ପୁଅ ହେବ? ଫରିସ୍ତା ଦ୍ୱୟ କହିଲେ, ଆଲ୍ଲାହଙ୍କ କଥାରେ ସନ୍ଦେହ ପ୍ରକାଶ କରନା।
ତାଙ୍କ କଥା ହୋଇକି ରହିବ। କୋରାନ ଭାଗ 26। ସେହିପରି କୋରାନର 9 ଭାଗରେ ପୈଗମ୍ବର ମୂସା ଖୋଦାଙ୍କୁ ମନରେ ସନ୍ଦେହ କରି ଦେଖିବାକୁ ଚାହିଁବାରୁ ଖୋଦା କହିଲେ, ହେ ମୂସା, ତୁ ସେଇ ସାମ୍ନାର ପାହାଡ଼କୁ ଅନା। ମୂସା ଅନାଇବାରୁ ପାହାଡ଼ ଖୋଦାଙ୍କର ପ୍ରଚଣ୍ଡ ଜ୍ୟୋତିର ପ୍ରକୋପରେ ଖଣ୍ଡ ବିଖଣ୍ଡିତ ହୋଇ ଯାଉଥିବା ଦେଖି ମୂସା ବେହୋସ ହୋଇଗଲେ। ଚେତା ପାଇ ମନରେ ଆଶ୍ୱସ୍ତି ପ୍ରକାଶିଥିଲେ। କୋରାନରେ ଏଭଳି କେତେକ ଶବ୍ଦ ଅଛି ଯାହାର ଅର୍ଥ ନାହିଁ, ଯେମିତି ଅଲିଫ୍ ଲାମ୍ ମିମ୍, କାଫ୍ ହା ୟା ଆଇନ୍ ସ୍ୱାଦ୍, ୟାସିନ୍ କାଫ୍ ତ୍ୱା ସିନ୍ ମିମ୍। ତେବେ ଏଭଳି କାହିଁକି ପଦ ରଖିଲେ? ଏହାକୁ ନେଇ ଉତ୍କଣ୍ଠିତ ମଣିଷ ମନ ସଂଶୟ ପ୍ରକାଶେ। କୋରାନରେ ଅଲ୍ଲାହ କହିଛନ୍ତି, ମଣିଷର କ'ଣ ନିଜର ବୁଦ୍ଧି ନାହିଁ? ପୁଣି ଆଉ ଠାଏ କହିଛନ୍ତି, ମଣିଷ ମୋର କାବୁରେ ବା ଆୟତ୍ତରେ ଅଛି। ମଣିଷ ଯଦି ଅଲ୍ଲାହର କବଳରେ, ତେବେ ତାର ବୁଦ୍ଧି ବି ତାଙ୍କର କାବୁରେ। ସୁତରାଂ ମଣିଷ ନିର୍ବୁଦ୍ଧିଆ ନିଜେ ହୋଇଯାଇ ନଥାଏ। ସେହି ଅଲ୍ଲାହ ପୁଣି କହିଛନ୍ତି, ମୁଁ ଯାହାକୁ ହେଦାୟତ ବା ଦିଗ୍ଦର୍ଶନ ଦୈବ ଜ୍ଞାନ ଦେବି, ସେହି ମଣିଷ ଭଲ ହେବ, ଯାହାକୁ ଦେବି ନାହିଁ, ସେହି ମଣିଷ ମନ୍ଦ ହେବ। ଫେର କହୁଛନ୍ତି, ତୁମକୁ ତାହାରି ବଦଳ ଯାହା କରୁଥିଲ। ତେବେ ମଣିଷ କ'ଣ ନିଜ ଇଚ୍ଛାରୁ କଲା? ତୁମେ ତ ମଣିଷକୁ ନିଜ ଆୟତ୍ତରେ ରଖିଛ। ଯେମିତି କରଉଛ, ମଣିଷ ସେମିତି କରୁଛି। ତେବେ ମଣିଷର ଦୋଷ ରହିଲା କୋଉଠି? ଭାଗବତରେ କଥିତ ଅଛି, କରି କରାଉଥାଏ ମୁହିଁ, ମୋବିନୁ ଆନ ଗତି ନାହିଁ। ଆଲ୍ଲାହ ନିଜେ କରୁଛି ଏବଂ ଅନ୍ୟ ଦ୍ୱାରା କରାଉଅଛି। ଯଥା ମେଘ, ଝଡ଼ି ବର୍ଷା, ଭୂମିକମ୍ପ, ପଥର ବୃଷ୍ଟି, ବିକଟାଳ ଗର୍ଜନ, ମଣିଷକୁ ପଥ ଦେଖାଇବା, ମଣିଷକୁ ପଥ ହୁଡ଼ାଇବା ଇତ୍ୟାଦି। ଆଲ୍ଲାହ କହିଛନ୍ତି, ମୁଁ ଯଦି ଚାହିଁଥାନ୍ତି ତାହେଲେ ସଂସାରର ସବୁ ମଣିଷ ମୋର ଗୋଟିଏ ଧର୍ମରେ ଥାଆନ୍ତେ। ମୁଁ ଚାହିଁ ନାହିଁ ବୋଲି ମଣିଷ ଭିନ୍ନ ଭିନ୍ନ ଧର୍ମରେ ଅଛନ୍ତି। ଲୋକେ ଏଇଠି ସନ୍ଦେହ ରଖେ ମନ ଭିତରେ କି ଖୋଦା ଏମିତି କାହିଁକି ଚାହିଁଲେ? କିନ୍ତୁ ଏହି ସନ୍ଦେହର ମୂଳ ଉତ୍ପାଟନ ହେଲା, ଯାହାଙ୍କୁ ଇସଲାମ ବ୍ୟତୀତ ଅଲଗା ଅଲଗା ଧର୍ମରେ ରଖିଅଛନ୍ତି, ସେମାନଙ୍କୁ ନର୍କଗାମୀ କରାଇବା ଉଦ୍ଦେଶ୍ୟରେ ଅଥବା ସେମାନଙ୍କ ମନରେ ପଛରେ ହେଦାୟତ ବା ଦିଗ୍ଦର୍ଶନ ଦେଇ ଇସଲାମ ଧରକୁ ଆଣିବାର ଇଚ୍ଛାରେ। ଏହି ଦୁଇ କାରଣ ହୋଇପାରେ। ମଲା ମୁସଲମାନ ମନୁଷ୍ୟର କବର ଭିତରକୁ ପ୍ରକୃତରେ ମୁନକିର ନକିର ନାମକ ଦ୍ୱୟ ଫରିସ୍ତା ବା ଦେବଦୂତ ଆସୁଛନ୍ତି କି ନାହିଁ ଜାଣିବା ପାଇଁ ବିଦେଶର 2 ଜଣ ବୈଜ୍ଞାନିକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର କବରରେ ଫିଟିଂ କରି ବସି ରହିଲେ। ହେଲେ ଆଲ୍ଲାହଙ୍କର ବିକଟାଳ ଗର୍ଜନିତ ଧ୍ୱନିରେ ଦୁହିଁଙ୍କର ଯନ୍ତ୍ର ଖରାପ ହୋଇଗଲା। ପୁଣି ଦୁହେଁ ମରିଗଲେ। ଆଲ୍ଲାହଙ୍କୁ ଜାଣିବାର ଏକ ସୀମା ଅଛି। ସୀମା ଟପିଗଲେ ଆଲ୍ଲାହ ଅଜାବ ବା ଯନ୍ତ୍ରଣା ପଠାଇବ। କୋରାନରେ ବି କହିଛନ୍ତି, ସୀମା ଟପାକାରୀ ମୋତେ ପସନ୍ଦ ନାହିଁ। ସନ୍ଦେହ ବୈଜ୍ଞାନିକ ଦୁହିଁଙ୍କୁ ସେପରି ନଷ୍ଟଶୀଳ କର୍ମରେ ନିୟୋଜିତ କରିଥିଲା। ଚାର୍ବାକ ମୁନି କହିଥିଲେ କି, ଭସ୍ମୀଭୂତସ୍ୟ ଶରୀରସ୍ୟ ପୁନରାଗମନ କୃତଃ, ଅର୍ଥାତ୍ ପୋଡ଼ି ପାଉଁଶ ହୋଇଥିବା ଶରୀର କ'ଣ ଆଉଥରେ ଆସିପାରିବ? କିନ୍ତୁ କୋରାନ କହେ, ଫିନ୍ନାରେ ଜାହାନ୍ନମା ଖାଲିଦିନା ଫିହା, ନିଆଁରେ ପୋଡ଼ି ହୋଇ ସିଧା ନର୍କକୁ ଚାଲିଯା। ଆଲ୍ଲାହ ଏହା ପାଇଁ ଯୁକ୍ତି କରିଛନ୍ତି କି, ଯେତେବେଳେ ମଣିଷ କିଛି ନଥିଲା, ସେତେବେଳେ ମଣିଷକୁ ତ ଫେର ମୁଁ ଜନ୍ମ ଦେଲି। ଆଉ ଏବେ ନିଆଁରେ ପୋଡ଼ି ଧ୍ୱଂସ ହୋଇସାରିଲା ପରେ ମୁଁ ମଣିଷକୁ ପୁନର୍ବାର ଶରୀର ମନରେ ଜୀବନ୍ତ କରିପାରିବିନି? କେମିତି କଥା ମଣିଷ କହିପାରୁଛି? ହେଉ, ଅପେକ୍ଷା କରୁ, ବଳେ ଜାଣିଯିବ। ହିନ୍ଦୁ ଲୋକମାନଙ୍କର ପ୍ରଥମ ଭୁଲ ଅଛି କି, ସେମାନେ ଶବକୁ ନିଆଁରେ ପୋଡ଼ୁଛନ୍ତି। ଦେହ ତ ମଣିଷ ତିଆରି କରିନାହିଁ, ତେଣୁ ତାକୁ ମନ ଇଚ୍ଛାରେ ନିଆଁରେ ପୋଡ଼ିବାର ଅଧିକାର ମଣିଷର ନାହିଁ। ପୁଣି ସାଧୁ ସନ୍ଥଙ୍କର ଶବକୁ ଫେର କେମିତି ସମାଧି ଦେଉଛି? ତାକୁ ବି ତ ପୋଡ଼ିବା କଥା। ଶିଶୁ ବି ତ ପୋତା ଯାଉଅଛି ଶବ ହୋଇ। ଶବ ସଂସ୍କାର କରିବାରେ ଏଭଳି ପାରସ୍ପରିକ ବିରୁଦ୍ଧ ରୀତି କାହିଁକି? ଶବର ପୋଡ଼ା ପାଉଁଶ ହାଡ଼କୁ ସମାଧି ମନ୍ଦିର ତିଆରି କରିବାର ଉଦ୍ଦେଶ୍ୟ କ'ଣ? ମନରେ ସନ୍ଦେହ ଉତ୍ପନ୍ନ କରେ। ପୁରୀର ସ୍ୱର୍ଗଦ୍ୱାର ନୁହେଁ, ତାହା କୋରାନର କଥିତ ବାକ୍ୟରେ ନର୍କଦ୍ୱାର। 30 ପାରା କୋରାନ କହେ, ଫିନ୍ନାରେ ଜାହାନ୍ନମା ଖାଲିଦିନା ଫିହା, ଅର୍ଥାତ୍ ନାର ମାନେ ନିଆଁରେ ପୋଡ଼ି ହୋଇ ସିଧା ନର୍କକୁ ଯା। ଏହା ହିନ୍ଦୁ ଭାଇ ଭଉଣୀମାନଙ୍କୁ ଆରୋପ ଆକ୍ଷେପ ଟିପ୍ପଣୀ ପ୍ରଦାନ ନୁହେଁ, ବରଂ ପାପକର୍ମ କରିବାରୁ ଓହରି ଆସିବା ପାଇଁ କୋରାନର ସାବଧାନ ସତର୍କବାଣୀ। ମାନି ସୁଧୁରି ଯିବାର ଉପଦେଶ। ମୁଁ ମାତ୍ର ଉଲ୍ଲେଖ କଲି। ଜାଣିବା ଶୁଣିବା ଲୋକଙ୍କୁ ପଚାରନ୍ତୁ, ସଠିକତାକୁ ବୁଝି ନିଅନ୍ତୁ। କାରଣ ଆପଣ ବୁଦ୍ଧିଜୀବୀ, ଅନୁସନ୍ଧିତ୍ସୁ ଜୀବ। ମୋବାଇଲରେ କୋରାନର 114 ସଂଖ୍ୟକ ପାଠର ତାର 30 ଭାଗର ପାଠ୍ୟ ଏବଂ ଭାଷାନ୍ତର ଅନୁବାଦ ହିନ୍ଦୀ
ଉର୍ଦ୍ଦୁରେ ଉପଲବ୍ଧ ଘୃଣାରୁ, କ୍ରୋଧରୁ, ବିଦ୍ୱେଷରୁ କୋରାନର କ୍ଷତି କଲେ କିମ୍ବା ମୋତେ ରାଗିଲେ ଏଥିପାଇଁ ଯେ ମୁଁ ଆପଣଙ୍କର ଧର୍ମକୁ ଦୋଷ ଦେଲି, ନା, ଏହା ପ୍ରକୃତ କଥା ନୁହେଁ। ପ୍ରକୃତ କଥା ଆପଣ ଗୁମରାହ ବା ଭୁଲ ବାଟରେ ଅଛନ୍ତି, ପଥ ହୁଡ଼ି ଯାଇଛନ୍ତି। ଠିକ୍ ବାଟ ଦେଖାଇଦେବା କୋରାନର କାମ। କୋରାନର ପ୍ରଥମ ପାଠରେ ଅଛି, ଆଲହାମଦୁଲିଲ୍ଲାହି ରବ୍ବିଲ୍ ଆଲମିନ୍ ଆର୍-ରହମାନିର୍ ରହିମ୍ ମାଲିକି ୟୌମିଦ୍ଦିନ୍ ଇୟାକା ନାବୁଦୁ వ ଇୟାକା ନସ୍ତାଈନ୍ ଇହଦିନା ସିରାତଲ ମୁସ୍ତକିମ୍ ସିରାତଲ ଲଯୀନା ଅନ'ମତା ଆଲୈହିମ୍ ଗୈରିଲ୍ ମଗଜୁବି ଆଲୈହିମ୍ ୱଲଦ୍ଦାଲ୍ଲିନ୍ ଆମିନ୍। ଓଡ଼ିଆ ଅନୁବାଦଟି ହେଲା, ସମସ୍ତ ପ୍ରଶଂସା ଆଲ୍ଲାହଙ୍କୁ, ଯିଏକି ମାଲିକ ସାରା ଜଗତର, ବହୁତ ଦୟାମୟ, ଅଶେଷ କରୁଣାବାନ, ବିଚାର ଦିବସର ମାଲିକ। ହେ ଆଲ୍ଲାହ, ଆମେ ତୋତେ ହିଁ ପୂଜା କରୁ ଏବଂ ତୋରି ଠାରୁ ସାହାଯ୍ୟ ଚାହୁଁ। ଆମକୁ ସିଧା ବାଟରେ ଚଲାଅ। ରାସ୍ତା ସେଇମାନଙ୍କର ଯାହାଙ୍କୁ ତୁମେ ଦୟା କରିଛ, ରାସ୍ତା ସେମାନଙ୍କର ନୁହେଁ ଯାହାଙ୍କ ଉପରେ ତୁମେ ରାଗିଲ, ଏବଂ ନତୁବା ବାଟ ଭୁଲି ଯାଇଥିବା ଲୋକଙ୍କର। ଇସଲାମ ଧର୍ମ ଗ୍ରହଣ ନକରି ଆପଣମାନେ ବାଟ ଭୁଲି ଯାଇଛନ୍ତି। ଯଦି ଚାହିଁବେ ଇସଲାମର ବାଟ ଧରି ମୁସଲମାନ ହୋଇପାରିବେ, ତେବେ ପ୍ରଥମେ କୋରାନର ଅନୁବାଦ ମୋବାଇଲରୁ ବାରମ୍ବାର ଶୁଣନ୍ତୁ। ଓଡ଼ିଆ, ହିନ୍ଦୀ, ଇଂରାଜୀ ଯେଉଁ ଭାଷାରେ ଚାହିଁବେ କୋରାନ ପୁସ୍ତକ କିଣି ପଢ଼ିପାରିବେ, କିନ୍ତୁ ମଲା ପୂର୍ବରୁ ଏବଂ ଅତି ଶୀଘ୍ର। କାରଣ ମୃତ୍ୟୁର ସଠିକତା କିଛି ନାହିଁ, କେତେବେଳେ ବି ସେ ଆସି ପହଞ୍ଚି ଯାଇପାରିବ। ତାର ଆଗମନ ଅଜଣା ଏବଂ ଆଗାମୀରେ, ସୁତରାଂ ବେଳହୁଁ ସାବଧାନ ହେବା ଶ୍ରେୟସ୍କର। ସନ୍ଦେହ ଆମର ମଣିଷର ବାହାର ଜୀବନ ବିତାନରେ ରହିଛି, ପରନ୍ତୁ କୋରାନରେ ସନ୍ଦେହ ରଖିବାରେ ଆଲ୍ଲାହଙ୍କର ଏକମାତ୍ର ଇଚ୍ଛା ମଣିଷକୁ ଯେଉଁ ବୁଦ୍ଧି, ବିଚାର ଶକ୍ତି, ବିବେକ, ପଚାରି ବୁଝିବାର ଅବସର ପ୍ରଦତ୍ତ, ସେଥିରୁ ସେ ନିଜେ ସନ୍ଦେହର ଦୂରୀକରଣ କରୁ। ସବୁକୁ ମୁଁ ଆଲ୍ଲାହ କାହିଁକି ଫିଟାଇ କହିବି, ବୁଦ୍ଧି ଖେଳାଉ, ଅନୁସନ୍ଧାନ କରୁ, ବଳେ ମୋର ଆଶୀର୍ବାଦ ହେଲେ ଅଡ଼ୁଆ ସୂତାର ସନ୍ଦେହ ଫିଟି ଯାଇପାରେ। କୋରାନ ନିଜେ କହିଅଛି, ହେ ବିଶ୍ୱାସୀ ମନୁଷ୍ୟ, ତୁମେମାନେ ଏହି କୋରାନ ଜରିଆରେ ଅବିଶ୍ୱାସୀ କାଫିର ମନୁଷ୍ୟମାନଙ୍କ ସହିତ ଜିହାଦ ବା ଧର୍ମଯୁଦ୍ଧ କର, ବଡ଼ ଜିହାଦ। ମୁଁ ଆଲ୍ଲାହ ନିଜେ ଚାହିଁଲେ ସେମାନଙ୍କୁ ମୁକାବିଲା କରିପାରନ୍ତି, ହେଲେ ତୁମ ଜରିଆରେ କରି ନେବାର ଉଦ୍ଦେଶ୍ୟ ହେଉଛି, ମୁଁ ଖୋଦା ଦେଖିବା ଓ ଜାଣିବାକୁ ଚାହେଁକି ତୁମମାନଙ୍କ ମଧ୍ୟରୁ କେଉଁମାନେ ଜିତୁଛ ଓ ମୋର ନିକଟତର ହେଉଅଛ। କୋରାନରେ ତାର ପ୍ରଥମ ଭାଗ ଅଲ ବକର ପାଠରେ ଥରେ ପୈଗମ୍ବର ମୂସାଙ୍କୁ ତାଙ୍କର କିଛି ଅନୁଗାମୀ କହିଲେ, ତୁମେ ଯଦି ଆଲ୍ଲାହ ବା ଖୋଦାଙ୍କର ପୈଗମ୍ବର ଅଛ, ତେବେ ଖୋଦାଙ୍କୁ ଆଣି ଆମ ସାମ୍ନାରେ ଉପସ୍ଥିତ କରାଅ। ଆଲ୍ଲାହ ବିଜୁଳି ଘଡ଼ଘଡ଼ି ପଠାଇ ସେହି ଲୋକମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦେଲେ। ପୁଣି ଜୀବନ ଦେଇ ପ୍ରତୀକ୍ଷା କଲେ କି ସେମାନେ ମୋତେ ନିଜର ପ୍ରଭୁ ଉପାସ୍ୟ ବୋଲି ମାନୁଛନ୍ତି ନା ନାହିଁ। ପୈଗମ୍ବର ମହମ୍ମଦଙ୍କୁ ତାଙ୍କର ଅନୁଗାମୀ ପଚାରିଲେ ସନ୍ଦେହ ତଥା ଉତ୍କଣ୍ଠାର ସହିତ, ଆମେ ମରିସାରିଲା ପରେ ମାଟିରେ ହେଉ ନିଆଁରେ ହେଉ ଆମର ହାଡ଼ ଗୁଣ୍ଡ ସବୁ ଚୂନା ଚୂନା ହୋଇଯାଇଥିବ, ଫେର କିଏ ଆମକୁ ପୁଣି ଜୀବଦାନ କରି ଉଠାଇବ? ମହମ୍ମଦ କହିଲେ, ସେଇ ଯିଏକି ତୁମକୁ ପ୍ରଥମେ ଜୀବଦାନ କରି ଜାତ କରାଇଥିଲା ମା ପେଟରେ। ମୋର ଖୋଦା ସବୁ କିଛି କରିପାରେ। ପାଠ ବନି ଇସ୍ରାଇଲ। ପୈଗମ୍ବର ମସିହା ଇସା ବିନ୍ ମରିୟମ ବା ମରିୟମଙ୍କର ପୁଅ ଇସା ମସିଙ୍କୁ ତାଙ୍କ ସମୟର ଅନୁଗାମୀ ବା ଉମ୍ମତଙ୍କ ଭିତରୁ କିଛି କହିଲେ। ଇସା ନବୀଙ୍କର ଅନେକ କିଛି ମୋଜେଜା ବା ଚମତ୍କାରିତା ମିରାକିଲ୍ ଦେଖିସାରିବା ପରେ, ଯଥା ମୃତକଙ୍କୁ ଜୀବିତ କରାଇବା ଖୋଦାଙ୍କର ଆଦେଶ ଓ ଇଚ୍ଛାରେ, ଏବଂ ସେହି ଖୋଦାଙ୍କର ଆଦେଶ ଇଚ୍ଛାରୁ ଈଶାଙ୍କ ଜରିଆରେ ଜନ୍ମାନ୍ଧଙ୍କୁ ଆଖି ଦେଖାକାରୀ ଚକ୍ଷୁଷ୍ମାନ କରାଇବା, ଧଳା ବା ସଫେଦ ଦାଗଧାରୀ କୁଷ୍ଠରୋଗୀଙ୍କୁ ସୁସ୍ଥ ନିରୋଗ କରିବା, ନିର୍ମିତ ମାଟିର ପକ୍ଷୀ ମୂର୍ତ୍ତିକୁ ଫୁଙ୍କ ମାରି ଉଡ଼ାଇଦେବା, ତୁମେ ଲୋକମାନେ ଘରେ କ'ଣ ରାନ୍ଧିଛ ନ ଦେଖିକି କହିଦେବା। ପରେ ବି ଅମାନିଆ ଅସନ୍ତୁଷ୍ଟ ସନ୍ଦେହୀ ଲୋକ କହିଲେ, ଆମ ପାଇଁ ଆକାଶରୁ ଖାଦ୍ୟ ଭର୍ତ୍ତି ଥାଳି ବା ଖୁଆନ ଓହ୍ଲାଅ, ଆମେ ସେଥିରୁ ଖାଇବୁ। ଈଶା ପ୍ରଥମେ ବାରଣ କଲେ, ଆରେ ଏମିତି କ'ଣ କହୁଛ, ନିବୃତ୍ତ ରହ। କିନ୍ତୁ ଲୋକେ ଜିଦି କରିବାରୁ ଈଶା ଖୋଦାଙ୍କୁ ମାଗୁଣି କଲେ କି, ହେ ମୋର ଏବଂ ଆମର ଖୋଦା, ତୁମେ ଆକାଶରୁ ଏକ ଖାଦ୍ୟ ଭର୍ତ୍ତି ଥାଳି ଓହ୍ଲାଅ, ଯାହାକି ଆମ ପାଇଁ ଏକ ଇଦ୍ ବା ଉତ୍ସବ ହେଉ। ଖୋଦା ଈଶାଙ୍କୁ କହିଲେ, ମୁଁ ଅବଶ୍ୟ ଆକାଶରୁ ଖାଦ୍ୟ ଭର୍ତ୍ତି ଥାଳି ଖୁଆନ ଓହ୍ଲାଇବି। ଏହା ଦେଖିବା ପରେ ବି ପୁଣି ଯଦି ଲୋକେ ଅବିଶ୍ୱାସ
କରନ୍ତି, ଅବିଶ୍ୱାସୀ ହୁଅନ୍ତି, ତେବେ ତାଙ୍କୁ ଏଭଳି ସଜା ଶାସ୍ତି ଦେବି ଯାହାକି ଏହା ପୂର୍ବରୁ କାହାକୁ ଦିଆଯାଇ ନଥିବ। ଆକାଶରୁ ଖାଦ୍ୟ ଭର୍ତ୍ତି ଥାଳି ଓହ୍ଲାଇଲା। ଆଲ୍ଲାହ ନିଜ ପ୍ରଣୀତ ପ୍ରବର୍ତ୍ତିତ କୋରାନରେ କହିଛନ୍ତି, ହେ ମୋର ବିଶ୍ୱସ୍ତ ବିଶ୍ୱାସୀ ମଣିଷ, ତୁମେମାନେ ମୋର ଆସମାନି ସହିଫା ବା ଆକାଶୀ ପୁସ୍ତକକୁ ସନ୍ଦେହ କରନା। କୋରାନ ସାରା ଜଗତର ଜଣେ ପ୍ରଭୁ ବା ରବ୍ବୁଲ୍ ଆଲମିନଙ୍କ ଦ୍ୱାରା ଅବତରିତ ଓହ୍ଲାଯାଇଥିବା ଗ୍ରନ୍ଥ। ସନ୍ଦେହ କଲେ ଅବିଶ୍ୱାସୀ କାଫିର ହୋଇଯିବ, ଖସାରା ବା କ୍ଷତିଗ୍ରସ୍ତ ହେବ। କୋରାନର କହେଫ ବା ଗୁମ୍ଫା ପାଠରେ ଅଛି, କିଛି ଇସଲାମୀ ମୁସଲମାନ ଯୁବକ ଆଲ୍ଲାହଙ୍କର ଏକେଶ୍ୱରବାଦର ସବୁଦିନିଆ ଗୋଟିଏ ହୋଇ ରହିବାର ସନାତନ ଧର୍ମରେ ଏକନିଷ୍ଠ ବିଶ୍ୱାସ ଆଣିଥିବାରୁ ତାଙ୍କ ସମୟର ଅତ୍ୟାଚାରୀ ଜାଲିମ ବାଦଶାହ ଦକିୟାନୁସ ରାଜା, ଯିଏକି ରୋମର, ସିଏ ମୂର୍ତ୍ତି ପୂଜାକାରୀ ଅବିଶ୍ୱାସୀ କାଫିର ଥିଲା। ସେ ତାର ରାଜ୍ୟର ଯେଉଁମାନେ ଇମାନି ବା ମୁସଲମାନ ହୋଇ ଯାଉଥିଲେ ଜାଣିସାରିଲା ପରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଉଥିଲା। ଅଗତ୍ୟା ସେହି ଡରରେ ଉପରୋକ୍ତ 6 କିମ୍ବା 7 ଜଣ ଯୁବକ, ଯାହାର ପ୍ରକୃତ ସଂଖ୍ୟା ଖୋଦା ଜାଣନ୍ତି, ଏମାନେ ଏକଦା ରାତି ଥାଉ ଥାଉ ଘର ଛାଡ଼ି ଜଙ୍ଗଲ ମୁହାଁ ଚାଲିଯାଇ ଏକ ପାହାଡ଼ ଗୁମ୍ଫାରେ ଆଶ୍ରା ନେଉ ନେଉ 300 ବର୍ଷ ଆଲ୍ଲାହଙ୍କର ଇଚ୍ଛାରେ ଶୋଇ ରହିଲେ। ସେମାନେ ଏପଟ ସେପଟ କରି କଡ଼ ଲେଉଟାଉଥିଲେ। ସେମାନଙ୍କର ସାଥିରେ ଆସିଥିବା ଗୋଟିଏ କୁକୁରକୁ ଆଲ୍ଲାହ ହେଦାୟତ ବା ବୁଝାମଣା ଦେଇଥିଲେ କି ସେ ଆଦୌ ନ ଭୁକି ଗୁମ୍ଫାର ଦ୍ୱାରଦେଶରେ 4 ଗୋଡ଼ ଲମ୍ବାଇ ସେମାନଙ୍କୁ ଜଗି ବସିଥିଲା। ଆଲ୍ଲାହ ଏମିତି ସେ ପରିବେଶକୁ କରିଥିଲା କି ଯିଏ ବି ସେଠାକୁ ଯାଇ ଝାଙ୍କିବ ବା ଉଣ୍ଡିବ ସେ ଅବଶ୍ୟ ଡରିଯିବ, ଆଉ କେବେ ବି ସେଠାକୁ ଯିବାକୁ ସାହସ କରିବ ନାହିଁ। ରାଜା ସେହି ଯୁବକମାନଙ୍କୁ ଯିବାର ଏବଂ ଗୁମ୍ଫାରେ ପଶିବାର ଜାଣି କିଛି ରାଜମିସ୍ତ୍ରୀଙ୍କୁ ପଠାଇ ନିଜ ସୈନ୍ୟ ସାମନ୍ତ ଦେଇ ଗୁମ୍ଫାର ଦ୍ୱାରଦେଶକୁ ଏକ ବଡ଼ ପଥର ଖଣ୍ଡରେ ବନ୍ଦ କରିଦେଇଥିଲା, ଯାହାଫଳରେ ସେମାନେ ନିଶ୍ୱାସ ରୁନ୍ଧି ହୋଇ ମରିଯିବେ। 300 ବର୍ଷ ବିତିବା ପରେ ସେମାନଙ୍କର ନିଦ ଭାଙ୍ଗିଲା। ଏହା ପୂର୍ବରୁ ଜଣେ ପଶୁ ଚରାଳୀ ଗୁମ୍ଫାକୁ ତାର ପଶୁମାନଙ୍କର ଆଶ୍ରୟସ୍ଥଳୀ ମଣି ସେଠାକୁ ଯାଇ ପହଞ୍ଚିଲେ। ଗୁମ୍ଫାର ଦ୍ୱାରପଥର କୁ ଦେଖି ବିକଟାଳ ଶବ୍ଦରେ ସେଠୁ ସେ ଡରି ପଳାଇ ଆସିଲା। ନିଦରୁ ଉଠିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ରାଜ୍ୟର ରାଜତ୍ୱ ସମୟର ମୁଦ୍ରା ମୋହର ଗୋଟିଏ ଦେଇ ବଜାରକୁ ସତର୍କତାର ସହିତ ଯିବା ଓ ଖାଦ୍ୟ ଆଣିବାକୁ ପଠାଇଲେ। ଲୋକଟି ଭୋଜନାଳୟକୁ ଯାଇ ମୁଦ୍ରା ଦେଖାଇଲା। ଦୋକାନୀ ମୁଦ୍ରାକୁ ଦେଖି କହିଲା, ଏହା 300 ବର୍ଷ ପୂର୍ବର ଅତିରୁ ଅତି ପୁରୁଣା ମୁଦ୍ରା। ଏବେ ଏହା ଚଳୁନାହିଁ କି ସେ ରାଜା ମଧ୍ୟ ନାହିଁ। ତୁମକୁ ଏହା କେଉଁଠୁ ମିଳିଲା, ସତ କହ। ଲୋକଟି ସତ କହିବା ଏବଂ ଦୋକାନୀ ତାରି ସମୟର ରାଜାଙ୍କୁ ଖବର ଦେବାରେ ଏକେଶ୍ୱରବାଦୀ ସତ୍ୟ ଧାର୍ମିକ ଧର୍ମପରାୟଣ ଉଦାର ଦୟାଳୁ ରାଜା ନିଜର ସୈନ୍ୟ ସାମନ୍ତ ସହିତ ଗୁହାକୁ ଯାଇ ପ୍ରକୃତ ସତ୍ୟ ଘଟଣା ଆବିଷ୍କାର କରି ସେମାନଙ୍କୁ ମହାତ୍ମା ମନେକରି ସେମାନଙ୍କର ଯଥୋଚିତ ସତ୍କାର କଲେ କି ସେମାନେ ଗୁମ୍ଫାରୁ ବାହାରି ନ ଆସି ପୁଣି ଗୁମ୍ଫାରେ ଯାଇ ଶୋଇବା ପରେ ଯାଇଥିଲେ। ସେମାନଙ୍କର ପବିତ୍ର ସ୍ମୃତିରେ ପାହାଡ଼ ଉପରେ ମସଜିଦଟିଏ ନିର୍ମାଣ ଲୋକେ କଲେ। ଏହି ଘଟଣା ମୁସଲମାନଙ୍କୁ ସତ୍ୟ ଜଣାଯିବା ବାଧ୍ୟ ଏବଂ ଆଲ୍ଲାହ ତାଆଲା ଯେ ମଲା ପରେ ମଣିଷକୁ ଜୀବନ ଦେଇପାରେ ତାହାରି ଏକ ଉଦାହରଣ ହେଇ ଏହା କୋରାନରେ ପାଠ ହୋଇ ରହିଅଛି। ଯେହେତୁ କୋରାନରେ ବିବୃତି ଆଲ୍ଲାହଙ୍କ ଦ୍ୱାରା କଥିତ ଶୁଣାଯାଇଥାଏ କି ଏହି ପାହାଡ଼ ଜୋର୍ଡାନ ଦେଶରେ ଅଛି, ମୋବାଇଲରେ ବି ଦେଖାଯାଏ, ଏହା ଏକ ଦର୍ଶନୀୟ ସ୍ଥାନ, ଧର୍ମସ୍ଥାନ କିନ୍ତୁ ନୁହେଁ। ଅବିଶ୍ୱାସୀ କାଫିରଙ୍କୁ ଘଟଣାଟି ସନ୍ଦେହାଚ୍ଛନ୍ନ ଜଣାଯିବ, ମିଛ ମନେ ହେବ, ଏମିତି ଯେ ଏକଦା ହୋଇଥିଲା ସତରେ। ଆମ ମଣିଷ ପାଇଁ ସିନା ଅସମ୍ଭବ, ହେଲେ ଖୋଦାଙ୍କ ପକ୍ଷେ ସବୁ ସମ୍ଭବ। ଯାହାର ଦାବି ସେ ନିଜେ କୋରାନରେ ଆହ୍ୱାନର ସହିତ ଦେଇଛନ୍ତି, ଚ୍ୟାଲେଞ୍ଜ କରିଛନ୍ତି। କୋରାନ 19 ପାରାରେ ଅଛି କି ଜେରୁଜାଲେମରେ ଏକଦା ରାଜା ଦାଉଦ ଏବଂ ତାଙ୍କ ପୁତ୍ର ରାଜା ସୁଲେମାନ ରାଜୁତି କରୁଥିଲେ। ବାପା ପୁଅ ଦୁହେଁ ଆଲ୍ଲାହଙ୍କର ପୈଗମ୍ବର ଥିଲେ। ଦୁହିଁଙ୍କୁ ଆଲ୍ଲାହ ସିଫତ ବା ବିଶେଷତ୍ୱ ଦେଇଥିଲେ। ଦାଉଦଙ୍କୁ ଖ୍ରୀଷ୍ଟିଆନମାନେ ଡେଭିଡ ନାମ ଦେଇଛନ୍ତି, ଆଉ ମୁସଲମାନ ସୁଲେମାନଙ୍କୁ କିଙ୍ଗ ସୋଲୋମନ ନାମ ଦେଇଛନ୍ତି, ଯାହାକି ବାଇବେଲରେ ବର୍ଣ୍ଣିତ। ଆଲ୍ଲାହ ଯେଉଁ ମୁଖ୍ୟ 4ଟି ଆକାଶୀ ପୁସ୍ତକ ବା ଆସମାନି ସହିଫା ପଠାଇଥିଲେ, ସେଥିରୁ ଜବୁର ବା ଜେନ୍ଦାଭେସ୍ତା ପୈଗମ୍ବର ଦାଉଦ ପାଇଥିଲେ, ଆଉ ଇଞ୍ଜିଲ ପୈଗମ୍ବର ଈସା ବା ଯୀଶୁଖ୍ରୀଷ୍ଟ ପାଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ବଦଳି ଯାଇଥିଲା ଲୋକଙ୍କ ଦ୍ୱାରା। ଗୋଟିକର ନାଁ ଜେନ୍ଦାଭେସ୍ତା, ଅନ୍ୟଟିର ନାଁ ବାଇବେଲ ହୋଇଯାଇଅଛି। କୋରାନ ବ୍ୟତୀତ ଅନ୍ୟ 3ଟି ଆକାଶୀ ପୁସ୍ତକ ତୌରାତ, ଯାହାକି ପୈଗମ୍ବର ମୋଶାଙ୍କୁ ପ୍ରଦତ୍ତ ଥିଲା, ଏହା ତୋରା ନାମରେ ବଦଳି ଅଛି। ସେହି ପୈଗମ୍ବରମାନେ
ପାଇଥିଲେ ଏବଂ ନିଜେ ସୁରକ୍ଷା ଦାୟିତ୍ୱରେ ଥିଲେ। ହେଲେ ମୂସା, ଦାଉଦ କିମ୍ବା ঈସା କେହି ହେଲେ ଅବିକଳ ସୁରକ୍ଷିତ ରଖି ନ ପାରିବାରୁ କ୍ରମେ ତାହା ଲୋକଙ୍କ ଦ୍ୱାରା ବଦଳିଗଲା। ରାଜା ଦାଉଦ ଟାଣ ଲୁହାକୁ ନରମ କରିପାରୁଥିଲେ, ସେହିପରି ସୁଲେମାନ ପବନକୁ ନିଜ ଇଚ୍ଛା ଅନୁସାରେ ଚଳାଉଥିବା, ପକ୍ଷୀର ଭାଷା ବୁଝିପାରୁଥିବା, ଜିନ୍ ଶୈତାନକୁ ନିଜ ଆୟତ୍ତରେ ଅଧୀନରେ ରଖି ପାରୁଥିଲେ। କାଠହଣା ବା ହୁଦହୁଦ ପକ୍ଷୀର ବର୍ଣ୍ଣନା 19 ପାରାରେ ଅଛି, ଯିଏକି ସହର ସବାର ରାଣୀ ବିଲକିସ୍ ସୂର୍ଯ୍ୟ ପୂଜାକାରିଣୀ ଥିଲା। ତାର ଏକ ସୁନ୍ଦର ସିଂହାସନ ଥିଲା। ସେହି ସିଂହାସନକୁ ରାଜା ସୁଲେମାନ ଜ୍ଞାନୀ ଲୋକଙ୍କ ଜ୍ଞାନ ବଳରେ ଆଖି ପିଛୁଳାକେ ସିଂହାସନ ନିଜ ପାଖକୁ ନେଇ ଆସିଥିଲେ। ରାଣୀକୁ ମୁସଲମାନ ଧର୍ମରେ ଦୀକ୍ଷିତ କରାଇ ବାହା ହୋଇଥିଲେ। ଜେରୁଜେଲମ ଠାରେ ଏକ ମସଜିଦ୍ ଜିନ୍ମାନଙ୍କୁ ଖଟାଇ ଲଗାଇ ବସରେ ରଖି କରିଥିଲେ। ପିମ୍ପୁଡ଼ିର ଭାଷା ବୁଝୁଥିଲେ। ପିମ୍ପୁଡ଼ି ତାର ଦଳକୁ କହିଛି, ହେ ମୋ ଦଳର ପିମ୍ପୁଡ଼ିମାନେ, ତୁମେ ଶୀଘ୍ର ନିଜ ବିଳ ବା ଗାତରେ ପଶିଯାଅ, ନଚେତ୍ ସୁଲେମାନଙ୍କ ଫୌଜ ତୁମମାନଙ୍କୁ ମାଡ଼ି ମକଚି ଦଳି ନ ଦଉ ଯେମିତି। ସୁଲେମାନ ବୁଝିପାରିକି ସ୍ମିତହାସ୍ୟ ଦେଲେ ଏବଂ ଅଲ୍ଲାହଙ୍କ ଉଦ୍ଦେଶ୍ୟରେ ସନ୍ତୁଷ୍ଟ ଚିତ୍ତରେ ମାଗୁଣି ବା ଦୁଆ ମାଗିଥିଲେ, ହେ ଅଲ୍ଲାହ, ମୁଁ ଏମିତି ଭଲ କାମମାନ କରେ ଯାହାକି ତୋତେ ପସନ୍ଦଯୋଗ୍ୟ ମନେ ହେଉ, ଆଉ ତୁ ମୋତେ ଏମିତି ରାଜତ୍ୱ ରାଜପଣ ଦେଇଛୁ କି ମୋର ପରେ ଆଉ ଯେମିତି କାହାକୁ ନ ମିଳୁ, ସମ୍ଭବ ନ ହେଉ। ଈସା ନବୀଙ୍କର ଜନ୍ମ ବୃତ୍ତାନ୍ତ ଓ ତାଙ୍କ ମା ବିବି ମରିୟମ ବା ଖ୍ରୀଷ୍ଟିଆନମାନଙ୍କ ଭାଷାରେ ମଦର ମେରୀଙ୍କର ଚରିତ୍ରରେ ଖୋଦା ସନ୍ଦେହର ଉପାଦାନ ରଖିଛନ୍ତି। ଦେବଦୂତ ଫରିସ୍ତାଙ୍କୁ ପଠାଇ ଖୋଦା ବାପା ଇମ୍ରାନଙ୍କ ଝିଅ ମରିୟମକୁ କହିଲେ, ତୁମର ପୁଅ ହେବ। ମରିୟମ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ, ମୁଁ ଚରିତ୍ରହୀନା ନୁହେଁ, ନତୁବା କେହି ପରପୁରୁଷ ମୋତେ ସ୍ପର୍ଶ କରିନାହିଁ, ତେଣୁ ମୋର କେମିତି ପୁଅ ହେବ? ଦେବଦୂତ ଜିବ୍ରାଇଲ କହିଲେ, ଅଲ୍ଲାହ କହିଛନ୍ତି ମାନେ ହେବ। ଏହାପରେ ମରିୟମଙ୍କର ଗର୍ଭ ସଞ୍ଚାର ହେବାରୁ ସେ ଅଲ୍ଲାହର ଆଦେଶରେ ଏକ ଖଜୁରୀ ଗଛ ତଳେ ଖଜୁରୀ ଗଛକୁ ଆଉଜି ବସି ଗଛ ପାଖରେ ପ୍ରବାହିତ ଝରଣା ପାଖରେ ପୁଅଟିଏ ପ୍ରସବ କଲେ। ତାକୁ ନେଇ ଯେତେବେଳେ ନିଜର ଗୋଷ୍ଠୀର ଲୋକମାନଙ୍କ ପାଖକୁ ଗଲେ, ସେମାନେ ସନ୍ଦେହ ପ୍ରକାଶୀ ବ୍ୟଗ୍ରତାର ପ୍ରଶ୍ନ କଲେ କି, ଏ ପୁଅ କୋଉଠୁ ଆଣିଲୁ? ତୋର ବାପା କିମ୍ବା ତୋର ଭାଇ କେହି ତ ଭଉଣୀ କେହି ତ ଚରିତ୍ରହୀନ ନଥିଲେ? ମରିୟମ ନୀରବ ରହି କୋଳର ପିଲା ଆଡ଼କୁ କେବଳ ଆଙ୍ଗୁଠି ଦେଖାଇ ସଂକେତ ଦେବାରୁ ସେମାନେ କହିଲେ, ଏ କୋଳଛୁଆ କ'ଣ ଅବା କହିବ? ଏତିକିରେ ଶିଶୁ ঈଶା କହି ଉଠିଲେ, ମୋତେ ଅଲ୍ଲାହ ବିନା ବାପରେ ଜନ୍ମ କରିଛନ୍ତି। ମୁଁ ମୁସଲମାନ, ମୋତେ ଆକାଶୀ ବହି ଦିଆଯାଇଛି। କୋଳଛୁଆରୁ ମୁଁ ପୈଗମ୍ବରତ୍ୱ ପାଇଅଛି। ସଂସାରରେ ଯେତେ ଦିନ ରହିବି ଇସଲାମ ଧର୍ମରେ କାଏମ ରହି ନମାଜ ପଢ଼ିବି, ଜକାତ ଦେବି, ମା'ର ଅନୁଗତ ରହି ତାଙ୍କ ହୁକୁମ ମାନିବି। ପାଠ ମରିୟମ ଏବଂ କୋରାନର ଅନ୍ୟାନ୍ୟ ଭାଗ ଯଥା 7 ଦେଖନ୍ତୁ। ସାଲେହା ପୈଗମ୍ବରଙ୍କ ସମୟରେ ସମୁଦ ସମ୍ପ୍ରଦାୟ ନାମକ ଏକ ଖୋଦାଙ୍କୁ ମାନୁ ନଥିବା ଅମାନିଆ କୌମ ବା ଜାତି ସାଲେହଙ୍କୁ ପୈଗମ୍ବର ନ ମାନି ଓଲଟି ଜିଦ୍ଦି କରି କହିଲେ, ଆମକୁ ଏଇ ପାହାଡ଼ରୁ ଗୋଟିଏ ଓଟ ବାହାର କରି ଦେଖା। ସାଲେହା ଓଟ ବାହାର କରିଲେ। ଲୋକେ ଆଶ୍ଚର୍ଯ୍ୟ ହୋଇ ତାକୁ ଦେଖିଲେ ସେହି ଓଟ ସେମାନଙ୍କର ନଦୀ ପାଣି ସବୁ ପିଇ ଦେବାରୁ ଜଳ ନ ପାଇ ଲୋକେ ରାଗିଯାଇ ଓଟକୁ ମାରିଦେବାର ଅପରାଧରେ 3 ଦିନର ସତର୍କବାଣୀ ସାଲେହଙ୍କଠାରୁ ପାଇ ସମଗ୍ର ସମ୍ପ୍ରଦାୟ ସମୂଳେ ଧ୍ୱଂସ ହୋଇଯାଇ ନିଜ ନିଜ ବାସଗୃହରେ ତଳମୁହାଁ ହୋଇ ମରିପଡ଼ିଗଲେ। ଅବଶ୍ୟ ଓଟ ପାଣି ପିଇବାର ବାରି ପୈଗମ୍ବର ସ୍ଥିର କରି ଦେଇଥିଲେ, ହେଲେ ମାନି ନଥିବାରୁ କୁକର୍ମ ସେଥିରୁ ଧ୍ୱଂସର ପରିଣାମ ହେଲା। ସେହିପରି କିଛି ଲୋକ ମାଛ ମାରିବାର ବାରଣ ନ ମାନିବାର ଅପରାଧ ଖୋଦାଙ୍କଠାରେ କରି ସମୂହରେ ତଡ଼ାଖିଆ ମାଙ୍କଡ଼ ପାଲଟି ଯାଇଥିଲେ। ପୁରୁଷର ପୁରୁଷ ସହିତ ସମଲିଙ୍ଗୀ ଯୌନ ସମ୍ବନ୍ଧ ପୈଗମ୍ବର ଲୁତ୍ଙ୍କ ସମୟରେ ଲୋକମାନେ କରି ଲୁତ୍ଙ୍କ ଅଭିଶାପ ଏବଂ ଆଲ୍ଲାହଙ୍କର କ୍ରୋଧର ଅଜାବ ବା ଯନ୍ତ୍ରଣା ଭୋଗି ବିନଷ୍ଟ ହୋଇଥିଲେ। ୟୁନୁସ ପୈଗମ୍ବର ମାଛ ପେଟରେ ଥିଲେ। ଆୟୁବ ପୈଗମ୍ବରଙ୍କ ଅଜସ୍ର ଦୁଃଖ ଭୋଗର କାହାଣୀ, ଏହିଭଳି ବହୁ ସନ୍ଦେହ କଥା କୋରାନରେ ଅଛି। ଏଠି ଯେଉଁ ସନ୍ଦେହ ଉତ୍ପନ୍ନ ହୁଏ, ଯେଉଁଥିରେ ଅସ୍ୱାଭାବିକତା ଅଛି, ଅସାଧାରଣମୟତା ଅଛି, ତେବେ ଚମତ୍କାରିତା ପାଖରେ ସ୍ୱାଭାବିକତା ଅପେକ୍ଷା ଅସ୍ୱାଭାବିକତା ବେଶୀ ରହିବ, ନହେଲେ ତାହା ମିରାକିଲ ବୋଲାଯାଇ ପାରିବ ନାହିଁ, ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରାଇ ପାରିବ ନାହିଁ। ପୈଗମ୍ବର ପୁଣି ଏତେ ଅଜସ୍ର ଦୁଃଖ କଷ୍ଟ ବରଣ ବିଦ୍ରୋହୀ ନ ହୋଇ ରହିପାରିଲେ
କେମିତି ଭାବି ଲୋକେ ସନ୍ଦେହୀ ହେବେ। ବିଦ୍ରୋହୀ ହେଲା ମାନେ କଦାର କହେର ଗଜବ ବା ଆକ୍ରୋଶ କ୍ରୋଧରେ ପଡ଼ି ବିଶ୍ୱାସକୁ ନଷ୍ଟ କରି ଅଚିରେ ଧ୍ୱଂସ ହେବାର ବିତ୍ପାତ ମୁଣ୍ଡେଇବା। ସେଥିପାଇଁ ଅୟୁବ ପୈଗମ୍ବର ରାଣୀ ବିଲକିସ୍ ସହିବା ପାଇଁ ବାଧ୍ୟ ହୋଇଛନ୍ତି ବିକଳ୍ପ ନଥିବାରୁ। ଏମାନେ ଜୀବନରେ ବାଧ୍ୟ ଭକ୍ତର ନମୁନା ଦେଖାଇଥିଲେ।